ସମସ୍ତଙ୍କୁ ଗୁଡ୍ ଇଭିନିଂ। କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଆପଣମାନଙ୍କର ବହୁତ ସାରା ଜବ୍ ଭ୍ୟାକେନ୍ସି ବାହାରିଛି। କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଆପଣମାନେ ଆପ୍ଲାଏ କରନ୍ତୁ। ନିଶ୍ଚିତ ଭାବରେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଆପଣମାନେ ଚାକିରି ପାଇପାରିବେ। କଳାହାଣ୍ଡି ଡିଷ୍ଟ୍ରିକ୍ଟର ପିଲାମାନଙ୍କ ପାଇଁ ଏଇଟା ଗୋଟିଏ ସୁବର୍ଣ୍ଣ ସୁଯୋଗ, ଗୋଟିଏ ଖୁସିର ଖବର। କେହି ମଧ୍ୟ ହାତଛଡ଼ା କରନ୍ତୁ ନାହିଁ, ସମସ୍ତେ ଆପ୍ଲାଏ କରନ୍ତୁ, ଆପଣମାନଙ୍କର ଜବ୍ ଗୋଟେ ହେଇଯିବ। ଦେଖନ୍ତୁ ଏଇ ଜାଗାରେ ଲେଖାଯାଇଛି ନେମ୍ ଅଫ୍ ଦ OAV। ବିଭିନ୍ନ OAV ସ୍କୁଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆପଣମାନଙ୍କର କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଯେତେ ବି OAV ସ୍କୁଲ ସବୁ ଅଛି, ସବୁ ସ୍କୁଲରେ ଆପଣମାନଙ୍କର ଭ୍ୟାକେନ୍ସି ଆପଣମାନଙ୍କର ବାହାରିଛି। ଯେମିତି ଆପଣମାନେ ଦେଖିପାରୁଥିବେ OAV ମଶାଣି ମୁଣ୍ଡା, OAV ମୁସିଗୁଡ଼ା, OAV ଜୁନାଗଡ଼, OAV ଚଞ୍ଚରାପାରା, OAV ପାର୍ଲା, OAV ଚପଟଖଣ୍ଡା, OAV ମଦନପୁର, OAV ବଙ୍ଗମୁଣ୍ଡା, OAV କଲମପୁର, OAV ରେଗେଡ଼ା, OAV ଧନୁରଭଟା, OAV TH ରାମପୁର, OAV ଗୋଲମୁଣ୍ଡା, ଏଇସବୁ ଜାଗାମାନଙ୍କରେ, ଏଇସବୁ ସ୍କୁଲମାନଙ୍କରେ ଆପଣମାନଙ୍କର ଭ୍ୟାକେନ୍ସି ବାହାରିଛି। ଟିଚର ପୋଷ୍ଟରୁ ଆପଣମାନଙ୍କର ଭ୍ୟାକେନ୍ସିଟା ବାହାରିଛି। ଆଉ PGT ପୋଷ୍ଟ ଆପଣମାନଙ୍କର ବାହାରିଛି। PGT ମାନେ ଯେଉଁମାନେ PG ଆଉ BEd କରିଛନ୍ତି, PG ପ୍ଲସ୍ BEd କରିଛନ୍ତି, ସେମାନଙ୍କୁ କ'ଣ ବୋଲି କୁହାଯାଏ? PGT ବୋଲି କୁହାଯାଏ। ତ ବିଭିନ୍ନ ପ୍ରକାର PGT ପୋଷ୍ଟ ଆପଣମାନଙ୍କର ବାହାରିଛି। ଆପଣମାନେ ଦେଖିପାରୁଥିବେ PGT ଇଂଲିଶ, PGT ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି, କମର୍ସ, ଇକୋନୋମିକ୍ସ, କମ୍ପ୍ୟୁଟର ସାଇନ୍ସ, ଏଇସବୁ PGT ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। ଆଉ ଏଇସବୁ ସବଜେକ୍ଟମାନଙ୍କରେ ଆପଣମାନଙ୍କର PGT ପୋଷ୍ଟ ଭ୍ୟାକେନ୍ସି ରହୁଛି। ମାସକୁ ଆପଣମାନଙ୍କର ସ୍ୟାଲେରୀ ରହିବ 25,000ରୁ 30,000 ଭିତରେ। ଆପଣମାନଙ୍କର ସ୍ୟାଲେରୀ ରହିବ 25ରୁ 30,000 ଭିତରେ ସ୍ୟାଲେରୀ ରହିବ। ତାପରେ ଆପଣମାନଙ୍କର ଆସୁଛି TGT ପୋଷ୍ଟ। TGT ପୋଷ୍ଟ ମାନେ କ'ଣ? ଯେଉଁମାନେ କି କେବଳ BEd କରିଛନ୍ତି ସେମାନଙ୍କୁ କ'ଣ ବୋଲି କୁହାଯାଏ? TGT ପୋଷ୍ଟ ପାଇଁ ସେମାନେ କ'ଣ କରିପାରିବେ? ଆପ୍ଲାଏ କରିପାରିବେ। ମାନେ କ'ଣ? TGT ଇଂଲିଶ, TGT ଓଡ଼ିଆ, ମ୍ୟାଥମେଟିକ୍ସ, ସାଇନ୍ସ, ସୋସିଆଲ ଷ୍ଟଡ଼ିଜ୍, ହିନ୍ଦୀ, ସାଂସ୍କ୍ରିଟ, ଏଇସବୁ ସବଜେକ୍ଟ ମାନଙ୍କରେ ଆପଣମାନଙ୍କର ଭ୍ୟାକେନ୍ସିଟା ଆପଣମାନଙ୍କର ରହୁଛି। TGT ପୋଷ୍ଟ ଆଉ ମାସକୁ ଆପଣମାନଙ୍କର 20ରୁ 25,000 ଟଙ୍କା ଆପଣମାନଙ୍କର ସ୍ୟାଲେରୀଟା ରହିବ। ତାପରେ ଆପଣମାନେ ଦେଖିନିଅନ୍ତୁ କେମିତି ଏହି ଫର୍ମଟା ଆପଣମାନେ ଫିଲ୍ଅପ୍ କରିବେ। ଏହି ଫର୍ମ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। କଳାହାଣ୍ଡି ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆପଣମାନଙ୍କୁ ମିଳିଯିବ। ଆଉ ଯଦି ବି ଡାଉନଲୋଡ଼୍ କରିପାରୁନାହାନ୍ତି ତାହେଲେ ମୋର ଭିଡ଼ିଓର ଡେସ୍କ୍ରିପସନ୍ରେ ଯାଇକି କ୍ଲିକ୍ କରିବେ। ଆଉ ସେଇ ଜାଗାରେ ମୁଁ ଲିଙ୍କ୍ଟା ଦେଇଥିବି। ଲିଙ୍କ୍ରେ କ୍ଲିକ୍ କରିବା ମାତ୍ରକେ ଆପଣମାନଙ୍କର ଏହି PDFଟା ଆପଣମାନଙ୍କର ଡାଉନଲୋଡ଼୍ ହେଇଯିବ। ଠିକ୍ ଅଛି। ଡେସ୍କ୍ରିପସନ୍ ଲିଙ୍କ୍ରେ ଆଉ ମୁଁ କ'ଣ କରିଛି, ଡେସ୍କ୍ରିପସନ୍ର ଲିଙ୍କ୍ରେ ଏଇ PDFଟା ଆପଣମାନଙ୍କୁ ଦେଇଛି। ସର୍ବପ୍ରଥମେ ନିଜର ଫଟୋ ଗୋଟେ ଲଗେଇଦେବ। ଏଇ PDFଟା ଡାଉନଲୋଡ଼୍ କରି ପ୍ରିଣ୍ଟ ଆଉଟ୍ କରିକି ଗୋଟେ ଫଟୋ ଲଗେଇଦେବ। କେଉଁ ପୋଷ୍ଟ ପାଇଁ? ଇଂଲିଶ ପୋଷ୍ଟ ପାଇଁ ନା କମ୍ପ୍ୟୁଟର ସାଇନ୍ସ ପୋଷ୍ଟ ପାଇଁ, କେମିଷ୍ଟ୍ରି ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରୁଛନ୍ତି, ଆପଣମାନେ ଲେଖିଦେବେ। ନିଜର ନାମ ଲେଖିଦେବେ, ନିଜର ବାପାଙ୍କର ନାମ, ଯଦି ଆପଣମାନେ ମ୍ୟାରେଜ୍ ହେଇଛନ୍ତି ନିଜର ହଜବେଣ୍ଡର ନାମ, ଆଉ ନିଜର ଆଡ୍ରେସ୍, ପ୍ରେଜେଣ୍ଟ ଆଡ୍ରେସ୍, ତାପରେ କଣ୍ଟାକ୍ଟ ନମ୍ବର, ଡେଟ୍ ଅଫ୍ ବାର୍ଥ, ତାପରେ ଇମେଲ୍ ID, ଏଇସବୁ ଆପଣମାନେ ଦେବେ। ଠିକ୍ ଅଛି। ଆପଣମାନେ ତାପରେ କ'ଣ ଦେବେ? ଏଇ ଜାଗାରେ ଲେଖାଯାଇଛି ଆପଣମାନଙ୍କର ବୟସ କେତେ ହେଉଛି, ତାପରେ କ୍ୟାଟେଗୋରୀ ଆପଣ ଜେନେରାଲ ନା SC ST SC OBC ଦେବେ। ତାପରେ ଏଜୁକେସନ୍ କ୍ୱାଲିଫିକେସନ୍, ତାପରେ 10th ଏଜୁକେସନ୍ କ୍ୱାଲିଫିକେସନ୍ ଆପଣମାନେ ଦେବେ। ଠିକ୍ ଅଛି। କେଉଁ ଇୟର୍ରେ ପାସ୍ ଆଉଟ୍ ହେଇଛନ୍ତି, କେତେ ପରସେଣ୍ଟେଜ୍ ଅଛି, ଗ୍ରାଜୁଏସନ୍ର ଦେବେ, PGର ଦେବେ। ଠିକ୍ ଅଛି। ଫିଲ୍ଅପ୍ ଆପଣମାନେ କରିବେ। BEdର ମଧ୍ୟ ଆପଣମାନେ ଦେବେ। ତାପରେ ଆମେ ତଳକୁ ଆସିବା। କ'ଣ ନା ଏଇ ଜାଗାରେ ଆପଣମାନେ ଦେଖିନିଅନ୍ତୁ। ହଁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଶାଣି ମୁଣ୍ଡା କେସିଙ୍ଗା କଳାହାଣ୍ଡି। ବୁଝିଲା ନା ନାହିଁ? ଏଇ ଜାଗାରେ ଆପଣମାନଙ୍କର ଭେରି ଇମ୍ପୋର୍ଟାଣ୍ଟ। ମୁଁ କ'ଣ କହୁଛି ଏବେ ବର୍ତ୍ତମାନ ବୁଝ। ଠିକ୍ ଅଛି।
advertisement for employment of contractual teacher ଆପଣ ମାନଙ୍କର ପୋଷ୍ଟ ବାହାରିଛି ଏଇ ଜାଗାରେ କ'ଣ ବୋଲି ଲେଖାଯାଇଛି candidate and desirous candidates may be attend the walk-in interview document verification only ଯେଉଁ ଆପଣମାନଙ୍କର ଇଣ୍ଟରଭ୍ୟୁ ହେବ ସେଇ ଜାଗାରେ ଆପଣମାନଙ୍କୁ କୌଣସି ପ୍ରଶ୍ନ ପଚରାଯିବ ନାହିଁ ବୁଝିହେଲା ନା ନାହିଁ ସେଇ ଜାଗାରେ ଆପଣମାନଙ୍କର କେବଳ ଡକୁମେଣ୍ଟ ଭେରିଫିକେସନ୍ ହେବ କେବଳ ଆପଣମାନଙ୍କର ଯେଉଁ ସାର୍ଟିଫିକେଟ୍ ସବୁ ନେଇଥିବେ ସେ ସାର୍ଟିଫିକେଟ୍ର ହିଁ କେବଳ ଭେରିଫିକେସନ୍ ହେବ କୌଣସି କୋଶ୍ଚିନ୍ ଆପଣମାନଙ୍କୁ ପଚାରିବେ ନାହିଁ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ ଏଇ ଜାଗାରେ ଲେଖାଯାଇଛି କ'ଣ ଲେଖାଯାଇଛି ନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଇନ୍ ଦ ଅଫିସ୍ ଅଫ୍ ନୋଡାଲ ପ୍ରିନ୍ସିପାଲ OAV ମଶାଣିମୁଣ୍ଡା ଆଟ୍ ମଶାଣିମୁଣ୍ଡା ପୋଷ୍ଟ କେସିଙ୍ଗା ଡିଷ୍ଟ୍ରିକ୍ଟ କଳାହାଣ୍ଡି ପିନ୍କୋଡ଼୍ ମଧ୍ୟ ଆପଣମାନଙ୍କର ଦିଆହେଇଛି ଏ ଜାଗାରେ ଦେଖନ୍ତୁ ପିନ୍କୋଡ଼୍ 766012 along with supporting documents 31/3/2026 ଭେରି ଇମ୍ପୋର୍ଟାଣ୍ଟ ମାନେ ମାର୍ଚ୍ଚ 31 ତାରିଖ ଦିନ ଆପଣମାନଙ୍କର କ'ଣ ରହିବ ୱାକ୍ ଇନ୍ ଇଣ୍ଟରଭ୍ୟୁ ଆପଣମାନଙ୍କର ରହିବ ମାର୍ଚ୍ଚ 31 ତାରିଖ ବୁଝିହେଲା ନା ନାହିଁ ମାର୍ଚ୍ଚ 31 ତାରିଖ ଦିନ ଆପଣମାନଙ୍କର କ'ଣ କରିବେ ଏହି କେସିଙ୍ଗା ଡିଷ୍ଟ୍ରିକ୍ଟର କଳାହାଣ୍ଡି ମଶାଣିମୁଣ୍ଡାରେ ଆପଣମାନେ ଯାଇକି ଯେଉଁ ଆପଣମାନଙ୍କର OAV ସ୍କୁଲ୍ ଅଛି ସେଇ ଜାଗାରେ ଆପଣମାନେ ଆଟେଣ୍ଡ ରହିବେ ଇଣ୍ଟରଭ୍ୟୁ ହେବ ଆଉ ସେଇ ଇଣ୍ଟରଭ୍ୟୁରେ ଆପଣମାନଙ୍କୁ କିଛି କରିବେ ନାହିଁ କେବଳ ଆପଣମାନଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ କୌଣସି କୋଶ୍ଚିନ୍ ପଚାରିବେ ନାହିଁ ଏଇ ଡେଟ୍ଟାକୁ ଆପଣମାନେ ସମସ୍ତେ କ'ଣ କରନ୍ତୁ ମନେ ରଖନ୍ତୁ 31/3/2026 10ଟା AM ଟୁ ଘଣ୍ଟେ PM ମଧ୍ୟରେ ତ 10ଟାରୁ ଘଣ୍ଟେ ଯାଏଁ ଆପଣମାନଙ୍କର ରହିବ ତ ସମସ୍ତେ ଯାଇକି ଆଟେଣ୍ଡ କରିବା ପାଇଁ କ'ଣ କରନ୍ତୁ ସମସ୍ତେ ଚେଷ୍ଟା କରନ୍ତୁ 10ଟାରୁ ଘଣ୍ଟେ ଆପଣମାନଙ୍କର ଟାଇମ୍ଟା ଦିଆଯାଇଛି ତାପରେ ଲେଖାଯାଇଛି ଆଟ୍ ଦ ଟାଇମ୍ ଅଫ୍ ଡକୁମେଣ୍ଟ ଭେରିଫିକେସନ୍ ଦ କ୍ୟାଣ୍ଡିଡେଟ୍ ସାଲ୍ ପ୍ରଡ୍ୟୁସ୍ ଅଲ୍ ଦ ଅରିଜିନାଲ୍ ସାର୍ଟିଫିକେଟ୍ସ ଆଣ୍ଡ ଟେଷ୍ଟିମୋନିଆଲ୍ସ ଫଟୋକପିଜ୍ ତ ଆପଣମାନେ ଯେତେବେଳେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଯିବେ 31 ତାରିଖ ଦିନ ସେଇଦିନ କ'ଣ କରିବେ ନା ସବୁ ଅରିଜିନାଲ୍ ସାର୍ଟିଫିକେଟ୍ ଅରିଜିନାଲ୍ ସବୁ କିଛି ଆପଣମାନେ ନେଇକି ଯାଇଥିବେ ସେଇଟା ହିଁ ଲେଖାଯାଇଛି ତ ଏଇ PDF ବାରମ୍ବାର କହୁଛି କଳାହାଣ୍ଡି ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆପଣମାନଙ୍କୁ ମିଳିଯିବ ଆଉ ଯଦି ଆପଣମାନେ ଡାଉନଲୋଡ଼୍ କରିପାରୁନାହାନ୍ତି ଡିସ୍କ୍ରିପ୍ସନ୍ର ଲିଙ୍କରେ ଆପଣମାନଙ୍କୁ ଦେଇଦେଇଛି ଯାଇକି ଡାଉନଲୋଡ଼୍ କରିପାରିବ ଏଇ PDFଟା ଆପଣମାନେ ଥରେ ଦେଖିନିଅନ୍ତୁ PDFଟା ଆପଣମାନେ ଥରେ ଦେଖିନେଲେ ଠିକ୍ ଅଛି ଏଇଟା କୌଣସି ଫେକ୍ ଭିଡ଼ିଓ ନୁହେଁ ପୁରା ଅରିଜିନାଲ୍ ସମସ୍ତେ ଯାଇକି କ'ଣ କରନ୍ତୁ ଆପ୍ଲାଏ କରିଦିଅନ୍ତୁ ଆଉ ଯଦି କିଛି ଡାଉଟ୍ ରହୁଛି ବୁଝିଲା ନା ଯଦି କିଛି ବି ଆପଣମାନଙ୍କର ଡାଉଟ୍ ରହୁଛି ତାହେଲେ ଆପଣମାନଙ୍କୁ ଏହି ଫୋନ୍ ନମ୍ବରଟା ଆପଣମାନଙ୍କୁ ଦିଆଯାଇଛି ଆପଣମାନେ ଦେଖିପାରୁଥିବେ ଫୋନ୍ ନମ୍ବର ଗୋଟେ ଦିଆଯାଇଛି ନା ନାହିଁ 8319949658 ଏଇ ଫୋନ୍ ନମ୍ବରରେ ଆପଣମାନେ କ'ଣ କଣ୍ଟାକ୍ଟ କରିକି ଆପଣମାନେ କଥା ହେଇପାରିବେ କିଛି ଯଦି ଆପଣମାନଙ୍କର ଆଉ ଡାଉଟ୍ଟା ରହୁଛି ରହିଲି ଧନ୍ୟବାଦ ଆମ ଚ୍ୟାନେଲକୁ ସମସ୍ତେ କ'ଣ କରନ୍ତୁ ସବସ୍କ୍ରାଇବ୍ କରନ୍ତୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଯେକୌଣସି ଜବ୍ ବାହାରେ ମୁଁ ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ କ'ଣ କରୁଛି ଜଣାଇ ଦେଉଛି ବହୁତ ବହୁତ ଧନ୍ୟବାଦ।